हेलो सांग मैंने मु सुरतରୁ ओडिया ब्लॉगर आपण ପାଇଁ ନୂଆ ଭିडिଓ ନେଇକି ଆସି ଯାଇଛି। ତ ଆଜି ଆମର ମଟନ ହବ। ତ ମଟନ ଆଣିବା ପାଇଁ ଆମେ ଯାଇଥିଲୁ, ଅଣା ବି ସରିଛି। ଏବେ କାଟକୁଟି ଚାଲିଛି। ଆମର ଏଠି ପିଆଜ ଏବେ କଟା ହଉଛି, ଦେଖିପାରୁଥିବେ ପିଆଜ କଟାକଟି ଚାଲିଛି। ତ ଆମର ସେଇଠି ଭାତ ବସିଛି, ଭାତ ହେଇସାରିଲା ପରେ କଟାକଟି ସରିଲା ପରେ ମଟନ ଟା ବସିବ। ଆଉ ବର୍ତ୍ତମାନ ପିଆଜ କାଟିବାକୁ ପଡିବ, ଅଦା ରସୁଣ ଛେଚିବାକୁ ପଡିବ, ଯାହା ବି କରିବାକୁ ପଡିବ ମତେ ହିଁ କରିବାକୁ ପଡିବ। କାହିଁକି ନା ଆଉ କିଏ ନାହିଁ, କାହିଁକି ନା ଆମେ ତ ବାହା ହେଇନୁ, ବ୍ୟାଚଲର ପିଲା। ବାହା ହେଇଥିଲେ ହଁ ୱାଇଫ ଅଛି ଆସିକି କରିଦବ, ଏଠି ତ କେହି ନାହିଁ, ବାହାର ଦେଶରେ ନିଜେ ହିଁ କରିବାକୁ ପଡିବ। ତ ବର୍ତ୍ତମାନ ଆମର ପିଆଜ କଟାକଟି ସରିଯାଇଛି। ଏବେ ଅଦା ମାମୁଁ କାଟୁଛନ୍ତି, ମୁଁ ରସୁଣ ଟିକେ ଛେଚୁଛି। ଅଦା ରସୁଣ ଛେଚି ସାରିଲା ପରେ ଆମର ଆଳୁ କଟା ହବ। ଆଳୁ କଟାକଟି ସରିଲା ପରେ ମାମୁଁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିବେ। ତ ବର୍ତ୍ତମାନ ଦେଖିପାରୁଥିବେ ମୁଁ ବର୍ତ୍ତମାନ ରସୁଣ କୁଟୁଛି, ଅଦା ଏଠି ଥୁଆ ହେଇଛି। କାହିଁକି ନା ରସୁଣ ଟିକେ ବେଶୀ ହେଇଗଲା ତ ସେଥିପାଇଁ ଟିକେ କମ କମ କରିକି କୁଟୁଛି। କାହିଁକି ନା ଏଇଟା ଟିକେ ଛୋଟ ହେମଦସ୍ତା ଟା, ସେଥିପାଇଁ ଆମେ ଟିକେ କମ କମ କରିକି କୁଟିବାକୁ ପଡୁଛି ଆଉ। ବେଶୀ ସମୟ ଲାଗିବନି, ଜଲ୍ଦି ଜଲ୍ଦି କୁଟିଦେବି, ମୋର ଅଭ୍ୟାସ ଅଛି। କେତେ ଅଭ୍ୟାସ ଥିଲେ ହେଲେ ବାହାରେ ଯୋଉମାନେ ରହୁଛନ୍ତି ତାଙ୍କେ ମାନେ ଜାଣିଥିବେ କାମ କରିକି ଆସିକି ରୋଷେଇ କରିବାଟା କେତେ କଷ୍ଟ। ତଥାପି ଆମେ ମଉଜ ମସ୍ତିରେ କରିଦଉଛୁ ଆଉ। ତ ଭାଇ ମାନେ ଆଜି ତ ଆମର ମଟନ ହଉଛି, ଆପଣ ମାନଙ୍କର କଣ କଣ ହଉଛି କମେଣ୍ଟ ରେ ଜଣେଇଦିଏ, ଠିକ ଅଛି। କେତେ ରସୁଣ ଅଛି ସରୁନି, କେତେ କଣ କଲୁ। ସେଇଠି ଦେଖିବା ମାମୁଁ ବର୍ତ୍ତମାନ ମଟନ ତାହିଁରେ ପକେଇ ସିଝେଇବେ, କାହିଁକି ଆମ ପାଖରେ ପ୍ରେସର କୁକର ନାହିଁ, ଯୋଉଥିପାଇଁ ଏଥିରେ ବସେଇବାକୁ ପଡୁଛି। ଆମକୁ ଟିକେ ଟାଇମ ଲାଗିବ, ଆମେ ଟିକେ ଆଗରୁ ବସେଇ ଦଉଛୁ। ଯେତେବେଳେ ବସେଇଲେ ବି ଆମର 10ଟା ହେଲାଠୁ ଖିଆ ପିଆ ରେଡି। ଆପଣ ଦେଖୁପାରୁଥିବେ ଭାଇ ଆମେ କେମିତି ଅବସ୍ଥା ରହୁଛୁ। ଆମେ ଏଇଠି ହିଁ ରହୁଛୁ, କାହିଁକି ନା ଏଇଠି ରହିଲେ ଆମକୁ ଟିକେ ପଇସା ଲାଗେନି, ଭଡା ଲାଗେନି। କାହିଁକି ନା ଏ ରୁମରେ ଏଇଟା ଆମର ସେଟ୍ ଦେଇ, ସେଥିପାଇଁ ଆମକୁ ପଇସା ଲାଗେନି। ଏଇ ଅବସ୍ଥାରେ, ଏଇପରି ଅବସ୍ଥାରେ ସାଇଡିକି ଆମକୁ ଘର ଭଳିଆ କରିଦେଇଛି, ଆମେ ଏଇଠି ରହୁଛୁ, ଖାଉଛୁ ପିଉଛୁ, ବାସ୍ ରୋଷେଇବାସ କରି ଶୋଇବା ପାଇଁ ସେପଟେ ଅଫିସ ଦେଇଛି, ସେଠି ଅଫିସ ଦେଇଛି, ସେଠି ଯାଇ ଆମେ ଶୋଇ ପଡୁଛୁ। କାହିଁକି ନା ସେ ଅଫିସରେ ଟିକେ ଖରା ହେଲେ ଗରମ ଲାଗେ, 2ଟା 3ଟା ପରେ ହିଁ ଗରମ ଲାଗେ, ଆଉ ତା ଆଗରୁ ବହୁତ ଥଣ୍ଡା ଲାଗେ। ତ ଅଧାରେ ନିଦ ଭାଙ୍ଗିଯିବ ବୋଲି ଆମେ ସେପଟକୁ ଯାଉନୁ, ଏଇଠି କୋଉଠି ମସିନ ତଳେ ଶୋଇବୁ। କାହିଁକିନା 12 ଘଣ୍ଟା କାମ କରୁଛୁ, ନିଦ ଟିକେ ଭଲରେ ନହେଲେ ରାତିରେ ଆଉ କାମ କରି ହବନି। ସେଥିପାଇଁ ମସିନ ସାଇଡରେ ହିଁ ଶୋଇ ପଡୁଛୁ। ରାତି 8ଟା 7ଟା ଉଠିକି ପୁଣି ଗାଧୋଇ ପାଧୋଇ ଖାଇବା ପିଇବା କଣ କରି 8ଟାକୁ ରେଡି। ବର୍ତ୍ତମାନ ଆମର ରୋଷେଇଆ ପୁରା ରେଡି ହେଇଯାଇଛନ୍ତି, ପୁରା ମନ ଧ୍ୟାନରେ ରୋଷେଇ କରୁଛନ୍ତି। କାହିଁକି ନା ମଟନ ଟା ଟେଷ୍ଟ ନ ଆସିଲେ ସମସ୍ତେ ନାମ କହିବେ, ଗାଳି ବି ଦେବେ କି ମାମୁଁ ଏମିତି ଗଲ ସେମିତି ଗଲ। ସେଥିପାଇଁ ମନ ଧ୍ୟାନରେ ମାମୁଁ ଆମର ରୋଷେଇ କରିବାରେ ବ୍ୟସ୍ତ ଅଛନ୍ତି। ଆଉ ଆମର ତ କାଟକୁଟି ସବୁ କାମ ସରିଗଲାଣି। ବର୍ତ୍ତମାନ ଏ ଯୋଉ ରହିଛି ଅଳିଆ ଗୁଡା, ଏରା ସଫାସଫି କରିଦେଇକି ଆମେ ଯିବା ଗାଧେଇକି ପଳେଇ ଆସିବା। କାହିଁକି ନା ଆମେ ଗାଧେଇକି ଆସିଲେ ମାମୁଁ ତରକାରୀ ବସେଇଥିବେ, ମୁଁ ସେଇଟା ଦେଖା ଚାହାଁ କରୁଥିବି, ମାମୁଁ ଯାଇକି ଗାଧେଇକି ଆସିବେ। କାହିଁକି ନା 2 ଜଣ ଯାକ ଗୋଟେ ସାଥିରେ ଗଲା ବେଳୁ ଟିକେ ଲେଟ୍ ହେଇଯିବ। ଆଉ ଖାଇବା ଲେଟ୍ ହେଲେ ଶୋଇବା ବି ଲେଟ୍ ହବ, ଆଉ ଶୋଇବା ଲେଟ୍ ହେଲେ ଉଠିଲା ବେଳୁ ଲେଟ୍ ହବ, ଆମର ଲାଗିଲା ବେଳୁ ବି ଲେଟ୍ ହେଇଯିବ। ସେଥିପାଇଁ ଯେତେ ଜଲ୍ଦି ଖାଇକି ଶୋଉ ସେତେ ଜଲ୍ଦି ଆମେ ଉଠୁ। ବର୍ତ୍ତମାନ ମତେ ଏଇଟା କୁଟିବାକୁ ପଡିବ। ସାଇଜରେ କୁଟା ବାବୁ ସେଟା ସମର ବନ୍ଦ କରିବା। ମାମୁଁ କହିଲେଣି ସାଇଜରେ କୁଟିବାକୁ, ତ ସାଇଜରେ ହିଁ କୁଟିକି ଦବା, ନହେଲେ ମାମୁଁ ଆଉ ସେ ପଛରେ ଝିଅ ଦେବେନି। ତାଙ୍କ ଯୋଉଟା କହିବେ ଟିକେ କରିଦେବାକୁ ପଡିବ ଆଉ, ମୁଁ କହିଲେ କାଳେ ଝିଅ ଦେବେନି ବୋଲେ। ସାଙ୍ଗମାନେ, ମୁଁ ଆଜି ଚୁଟି କାଟିବାକୁ ବି ଯାଇଥିଲି, କଣ କରିବା ଟାଇମ ହେଲାନି, ସେଥିପାଇଁ ପଳେଇ ଆସିଲି। ଚୁଟି କାଟିଥାନ୍ତି ହେଲେ ଟାଇମ ହେଲାନି, ସେଥିପାଇଁ ପଳେଇ ଆସିଲି। ଦେଖିଆ ସନ୍ଧ୍ୟାବେଳୁ ଯଦି ନିଦ ଭାଙ୍ଗିଲା ହେଲେ ଉଠିଲି ବୋଲେ ଗଲି, ହେଲେ କାଲି ଯାଇ କାଟିଦବା, ଏଥିରେ କଣ ଅଛି। ମୁଁ ଆମର ଜୋରଦାର ବନଉଛନ୍ତି, ବାସନରେ ହିଁ ଏମିତି ଲାଗିଲା, ଖାଇଲେ କଣ ଲାଗେ। ବାସ୍ନା ହଉଛି। ବାସନା କେରକେରା, ଘର କଣ ପୁଛି। ସାଙ୍ଗମାନେ ଆପଣ ତ ବାସନା ଟା ଶୁଙ୍ଘି ପାରିବେନି, ଫିଲ୍ କରିଦିଅନ୍ତୁ ଆଉ କେମିତି ହଉଥିବ ଆଉ। ମୁଁ ସବୁ ଜିନିଷ କାଟିଲି ହେଲେ ଗୋଟେ ଜିନିଷ ଭୁଲିଗଲି, କଣ ଜାଣିଛ? ସେଇ ଟମାଟୋ ବା, ଟମାଟୋ ଟା କାଟିବା ମୁଁ ଭୁଲି ଯାଇଛି।
ଟମାଟୋ ନ ପଡିଲେ ଟିକେ ଟେଷ୍ଟ ବାହାରିବନି। କାରଣ ଟମାଟୋ ଟା ପକେଇବା ନିହାତି ଜରୁରୀ। ମୁଁ ଟମାଟୋ ବି କାଢିଦିଏ। ବର୍ତ୍ତମାନ ଆପଣ ଦେଖିପାରୁଥିବେ ଆମର ଆଖା ମସଲା ପଡିଲା। କାହିଁକି ନା ଏଇଟା ନ ପଡିଲେ ମଟନ ଖାଇଲା ପରେ ଲାଗିବନି। କାହିଁକି ନା ଆର ଟେଷ୍ଟ ହିଁ କିଛି ଅଲଗା। କାହିଁକି ନା ଏଇଟା ଯଦି ପଡିଥିବ ନା ଆପଣ ମାନେ ପୁରା ମଟନ ହାତ ଚାଟିକି ଖାଇଦେବେ। ହାତ କଣ ସେ କଡେଇ ବି ଚାଟିକି ଖାଇଦେବେ। ଆମେ ଟିକେ ମତେ ଚିପିବା ଟିକେ ମିଳିଲାନି ସେଥିପାଇଁ ବୋଲିନି ଚାକୁରେ ଟିକେ ହାଣ୍ଡି ଦଉଛ। ଅଣଲା ଲୁଣ ମୁଁ ପକେଇଲି ନାଇଁ ରେ। ନ ହାଣ୍ଡିଲେ ଗୋଟେ ଜାଗାରେ ରହିଲେ ନା ପୋଡିଯିବ। ମାମୁଁ ଆମର ଟିକେ ମଟନ ରେ ଲୁଣ ପକେଇବାକୁ ଭୁଲି ଯାଇଥିଲେ। କାହିଁକି ନା ତାଙ୍କର ଟିକେ ମନ ସ୍ଥିର ଅବସ୍ଥାରେ ରହୁନି ଆଉ। ବୋଧେ ମାଇଁଙ୍କୁ ବି ମନେ ପକଉଛନ୍ତି ସବୁବେଳେ ଆଉ। ସାଙ୍ଗମାନେ ଏଠି ଗୋଟେ ପିଲାଟା ଅଛି ସିଏ ଜାଣିପାରୁନି ଏଇଟା ଚିକେନ କି ମଟନ। ତ ଆପଣ ମାନେ ତା ଫେସ୍ ଟା ଟିକେ ଦେଖି ଦିଅନ୍ତୁ। ତାହେଲେ ଆମର ସାନ ଭାଇ ସେ ଜାଣିପାରୁନାହାନ୍ତି ଏଇଟା ଚିକେନ ନା ମଟନ। କାହିଁକି ନା ସେ ଭିତରେ ଫରକ ଜାଣିପାରୁନାହାନ୍ତି। ତ ଆପଣ ମାନେ ଜାଣିକି କମେଣ୍ଟ କରନ୍ତୁ ଏଇଟା ଚିକେନ ନା ମଟନ। ତ ବର୍ତ୍ତମାନ ଆମର ସବୁ ଖାଇବା ରେଡି ହେଇଯାଇଛି। ମାମୁଁ ବି ବସି ପଡ଼ିଲେଣି ଯିଏକି ଆମର ରୋଷେଇଆ ସ୍ପେଶାଲିଷ୍ଟ। ଖାଇବା କେମିତି ହେଇଛି ଆମେ ଖାଇଲା ପରେ ଟେଷ୍ଟ କରି ତମକୁ କହୁ। କାହିଁକି ନା ତମେ ଖାଇ ତ ପାରିବନି ଫିଲ୍ କରିନେବେ ଆଉ। ଖାଇବା ଦେଖିପାରୁଥିବେ ଏଇଟା ହେଲା ମଟନ। କଣ ଭାବୁଥିବେ କି ଆମକୁ ଜଟ ହଉଛି। ଖାଇବାକୁ ତ ଦେଇପାରିବନି କାହିଁକି ମୋବାଇଲ ଭିତରେ ପଶିକି ଆସିପାରିବନି। କିଛି ଅସୁବିଧା ନାହିଁ। ଏବେ ବି ଯଦି ବାଟରେ ଦେଖା ହେଇଯାଅ ମୁଁ ସିଓର ତମକୁ ମଟନ 2 ପିସ୍ ନହେଲେ ଗୋଟେ ପିସ୍ ମୁଁ ଗୋଟେ ପିସ୍ ଦେବି। ସାରିଆ ପିଲା ଚିନ୍ତା ହେଲା ମୁଁ କହିଲି